ମୁଁ ଅଭୟ କୁମାର ମୋର ୟୁଟ୍ୟୁବ୍ ଚ୍ୟାନେଲ୍ ମଧ୍ୟରେ ସମସ୍ତଙ୍କୁ ସ୍ୱାଗତ ଜଣାଉଛି। ଇତିହାସର ପୃଷ୍ଠାରୁ ଡକ୍ଟର ଭୀମରାଓ ଆମ୍ବେଦକରଙ୍କ ସମ୍ପର୍କରେ ଏହି ଭିଡ଼ିଓଟି ଆଶା କରୁଛି ନିହାତି ଭଲ ଲାଗିବ। ତେବେ ପୃଥିବୀ ପୃଷ୍ଠରେ ଯେଉଁ କେତେଜଣ ମହାନ ବ୍ୟକ୍ତିଙ୍କର ଆବିର୍ଭାବ ଘଟିଛି ସେମାନଙ୍କ ମଧ୍ୟରୁ ଡକ୍ଟର ଭୀମରାଓ ଆମ୍ବେଦକର ଥିଲେ ଅନ୍ୟତମ। ଭାରତୀୟ ସମ୍ବିଧାନର ଜନକ ଭାବରେ ମଧ୍ୟ ଆମେ ତାଙ୍କୁ ଜାଣୁ। ବାସ୍ତବରେ ସେ ଥିଲେ ଜଣେ ସମାଜ ସଂସ୍କାରକ, ସମାଜର ମାର୍ଗଦର୍ଶକ ତଥା ଦଳିତ ଏବଂ ଶୋଷିତ ବର୍ଗମାନଙ୍କର କଲ୍ୟାଣ ନିମନ୍ତେ ଜଣେ ମହାନ ବ୍ୟକ୍ତିତ୍ୱ। ଆଜି ଭାରତବର୍ଷରେ ଯଦି ଦଳିତ ଶୋଷିତ ବର୍ଗ ସେମାନଙ୍କର ସାମାଜିକ ଜୀବନରେ ଉନ୍ନତି କରିଥାନ୍ତି, ଏହାର ପ୍ରଚ୍ଛଦ ପଟରେ କେବଳ ଆମ୍ବେଦକରଙ୍କର ଭୂମିକା ହିଁ କୁହାଯାଇପାରେ। ତେବେ ବାସ୍ତବରେ ଏହି ମହାନ ବ୍ୟକ୍ତିତ୍ୱଙ୍କୁ ଆମେ ସବୁବେଳେ ମନେ ରଖିଥାଉ ଯେତେ ଦିନ ପର୍ଯ୍ୟନ୍ତ ଭାରତର ସମ୍ବିଧାନ ପ୍ରଚଳନ ଚାଲୁ ରହିଥିବ। ତେବେ ଡକ୍ଟର ଭୀମରାଓ ଆମ୍ବେଦକର ଜଣେ ଭାରତୀୟ ଆଇନଜୀବୀ, ଅର୍ଥନୀତିଜ୍ଞ, ସମାଜ ସଂସ୍କାରକ ଏବଂ ରାଜନୈତିକ ନେତା ଭାବରେ ଦଳିତମାନଙ୍କ ପାଇଁ ରାଜନୈତିକ ଅଧିକାର ଏବଂ ସାମାଜିକ ସ୍ୱାଧୀନତା ପାଇଁ ସମର୍ଥନ କରିବା ଏବଂ ଭାରତ ରାଜ୍ୟ ପ୍ରତିଷ୍ଠାରେ ଯୋଗଦାନ କରିବାରେ ସେ ସମ୍ପୃକ୍ତ ଥିଲେ। ଏହି ମହାନ ବ୍ୟକ୍ତିଙ୍କୁ ହିଁ ଭାରତୀୟ ସମ୍ବିଧାନର ସ୍ରଷ୍ଟା ବୋଲି କୁହାଯାଏ। 1990 ମସିହାରେ ଆମ୍ବେଦକରଙ୍କୁ ମରଣୋତ୍ତର ଭାବେ ଭାରତର ସର୍ବୋଚ୍ଚ ବେସାମରିକ ସମ୍ମାନ ଭାରତ ରତ୍ନ ପ୍ରଦାନ କରାଯାଇଥିଲା। ଏହି ମହାନ ବ୍ୟକ୍ତିଙ୍କୁ ବାବା ସାହେବ ନାମରେ ମଧ୍ୟ ସମ୍ବୋଧିତ କରାଯାଏ, ଯାହାର ଅର୍ଥ ହେଉଛି ସମ୍ମାନଜନକ ପିତା। ସମାଜରେ ସମାନତା ପ୍ରତିଷ୍ଠା ପାଇଁ ତାଙ୍କର ଉଦ୍ୟମ ସଦା ପ୍ରଶଂସନୀୟ। ଯଦି ତାଙ୍କ ବାଲ୍ୟ ଜୀବନୀ କଥା ଆମେ ଦେଖିବା, ଆମ୍ବେଦକର 1891 ମସିହା ଏପ୍ରିଲ ମାସ 14 ତାରିଖରେ ମଧ୍ୟପ୍ରଦେଶର ଇନ୍ଦୋର ଜିଲ୍ଲାର ମାଓ ନାମକ ସ୍ଥାନରେ, ଯାହା ବର୍ତ୍ତମାନ ସରକାରୀ ଭାବେ ଡକ୍ଟର ଆମ୍ବେଦକର ନଗର ନାମରେ ପରିଚିତ, ଏକ ସାମରିକ କ୍ୟାଣ୍ଟନମେଣ୍ଟରେ ଜନ୍ମଗ୍ରହଣ କରିଥିଲେ। ସୁବେଦାର ପାହ୍ୟାରେ ଥିବା ଜଣେ ସେନା ଅଧିକାରୀ ରାମଜୀ ମାଲୋଜୀ ସାକପାଲ ଏବଂ ଭୀମାବାଈ ସାକପାଲଙ୍କ 14ତମ ଏବଂ ଶେଷ ସନ୍ତାନ ଥିଲେ ଆମ୍ବେଦକର। ଆମ୍ବେଦକର ଥିଲେ ମହାର ନାମକ ଦଳିତ ଜାତିର ବ୍ୟକ୍ତି। ଗୋଟିଏ ଅସ୍ପୃଶ୍ୟ ଜାତିରେ ଜନ୍ମଲାଭ କରିଥିବାରୁ ପିଲାଟି ଦିନରୁ ବହୁ ଘୃଣାର ଶିକାର ମଧ୍ୟ ହୋଇଥିଲେ। ନିଜ ଭାଇ ଭଉଣୀମାନଙ୍କ ମଧ୍ୟରୁ କେବଳ ଆମ୍ବେଦକର ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇ ହାଇସ୍କୁଲକୁ ଯାଇପାରିଥିଲେ ଏବଂ ପରବର୍ତ୍ତୀ ସମୟରେ ଆମ୍ବେଦକର ଏଲଫିନ୍ଷ୍ଟନ୍ ହାଇସ୍କୁଲରେ ନାମ ଲେଖାଇଥିବା ଏକମାତ୍ର ଅସ୍ପୃଶ୍ୟ ବ୍ୟକ୍ତି ହିଁ ଥିଲେ। 1906 ମସିହାରେ ଯେତେବେଳେ ତାଙ୍କୁ ପ୍ରାୟ 15 ବର୍ଷ ହୋଇଥିଲା, ରମାବାଈ ନାମକ ଜଣେ 9 ବର୍ଷର ଝିଅଙ୍କୁ ବିବାହ କରିଥିଲେ। 15 ଏପ୍ରିଲ 1948ରେ ସେ ସବିତାଙ୍କୁ ଦ୍ୱିତୀୟ ବିବାହ କରିଥିଲେ। ତେବେ ପ୍ରଥମ ବିବାହ କରିଥିବା ରମାବାଈଙ୍କର ମୃତ୍ୟୁ ପରେ ହିଁ ସେ ଦ୍ୱିତୀୟ ବିବାହ କରିଥିଲେ। 1907 ମସିହାରେ ସେ ମାଟ୍ରିକ ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇଥିଲେ। 1912 ମସିହାରେ ଆମ୍ବେଦକର ବମ୍ବେ ବିଶ୍ୱବିଦ୍ୟାଳୟରୁ ଅର୍ଥନୀତି ଓ ରାଜନୀତି ବିଜ୍ଞାନରୁ ଡିଗ୍ରୀ ମଧ୍ୟ ହାସଲ କରିପାରିଥିଲେ। ଆମ୍ବେଦକର ତାଙ୍କର ଜୀବନକାଳ ମଧ୍ୟରେ ନିଜର କଠିନ ଅଧ୍ୟବସାୟ ବଳରେ ବହୁତ ଉଚ୍ଚଶିକ୍ଷା ଲାଭ କରିପାରିଥିଲେ। ଏହି ମହାନ ବ୍ୟକ୍ତିଙ୍କର କର୍ମମୟ ଜୀବନ କଥା ଯଦି ଆମେ ଦେଖିବା, 1935 ମସିହାରେ ଆମ୍ବେଦକର ବମ୍ବେର ସରକାରୀ ଆଇନ ମହାବିଦ୍ୟାଳୟର ଅଧ୍ୟକ୍ଷ ଭାବରେ ନିଯୁକ୍ତି ହୋଇଥିଲେ ଏବଂ ପରବର୍ତ୍ତୀ ସମୟରେ 1936 ମସିହାରେ ଆମ୍ବେଦକର ସ୍ୱାଧୀନ ଲେବର ପାର୍ଟି ଗଠନ କରିଥିଲେ। ଆମ୍ବେଦକର 15 ମେ 1936ରେ ତାଙ୍କର ଏକ ପୁସ୍ତକ ପ୍ରକାଶ କରିଥିଲେ, ଯାହାର ନାମ ଥିଲା ଜାତିର ଉଚ୍ଛେଦ ପୁସ୍ତକ। ଆମ୍ବେଦକର ପ୍ରତିରକ୍ଷା ପରାମର୍ଶଦାତା କମିଟି ଏବଂ ଭାଇସରୟ କାର୍ଯ୍ୟନିର୍ବାହୀ ପରିଷଦରେ ମଧ୍ୟ ଶ୍ରମମନ୍ତ୍ରୀ ଭାବରେ କିଛି ଦିନ କାର୍ଯ୍ୟ କରିଥିଲେ। ଆମ୍ବେଦକର ତାଙ୍କର ଜୀବନକାଳ ମଧ୍ୟରେ ବହୁ ଅନୁଷ୍ଠାନରେ କାର୍ଯ୍ୟ କରିଛନ୍ତି। ଜୀବନର ଅଧିକାଂଶ ସମୟ ଆଇନଜୀବୀ, ଅଧ୍ୟକ୍ଷ ଏବଂ ରାଜନୈତିକ ଅନୁଷ୍ଠାନରେ ଜଣେ ସକ୍ରିୟ ନେତା ଭାବରେ ମଧ୍ୟ କାର୍ଯ୍ୟ କରିଛନ୍ତି। ଭାରତୀୟ ସମ୍ବିଧାନ
ଓ ଆମ୍ବେଦକର ଏହି କଥାକୁ କେହି ମଧ୍ୟ ଭୁଲିବେ ନାହିଁ ଯେତେ ଦିନ ପର୍ଯ୍ୟନ୍ତ ଭାରତରେ ସମ୍ବିଧାନର ପ୍ରଚଳନ ରହିଥିବ। ତେବେ ଭାରତୀୟ ସମ୍ବିଧାନ ଗଠନ କ୍ଷେତ୍ରରେ ଏହି ମହାନ ବ୍ୟକ୍ତିଙ୍କ ଭୂମିକା ଅତୀବ ମହାନ, ଯେଉଁଥିପାଇଁ ତାଙ୍କୁ ଭାରତୀୟ ସମ୍ବିଧାନର ଜନକ ବୋଲି କୁହାଯାଏ। 1947 ମସିହା ଅଗଷ୍ଟ 15 ତାରିଖରେ ଭାରତର ସ୍ୱାଧୀନତା ପରେ ନୂତନ ପ୍ରଧାନମନ୍ତ୍ରୀ ଜବାହରଲାଲ ନେହେରୁ ଆମ୍ବେଦକରଙ୍କୁ ଭାରତର ଆଇନ ମନ୍ତ୍ରୀ ଭାବରେ କାର୍ଯ୍ୟ କରିବାକୁ ନିମନ୍ତ୍ରଣ କରିଥିଲେ। ଏହାର 2 ସପ୍ତାହ ପରେ ତାଙ୍କୁ ଭବିଷ୍ୟତ ଭାରତର ଗଣତନ୍ତ୍ର ପାଇଁ ସମ୍ବିଧାନର ଡ୍ରାଫ୍ଟିଂ କମିଟିର ଅଧ୍ୟକ୍ଷ ଭାବେ ମଧ୍ୟ ନିଯୁକ୍ତି କରାଯାଇଥିଲା। ଭାରତୀୟ ସମ୍ବିଧାନର ଚିଠା ପ୍ରସ୍ତୁତିରୁ ଆରମ୍ଭ କରି ସମ୍ବିଧାନ ପ୍ରଚଳନ ପର୍ଯ୍ୟନ୍ତ ଆମ୍ବେଦକର କଠିନ ପରିଶ୍ରମ କରିଥିଲେ। ଆମ୍ବେଦକର ସେହି ମନ୍ତ୍ରୀମାନଙ୍କ ମଧ୍ୟରୁ ଅନ୍ୟତମ ଯିଏକି ମହିଳାମାନଙ୍କ ପାଇଁ ବ୍ୟାପକ ଅର୍ଥନୈତିକ ଏବଂ ସାମାଜିକ ଅଧିକାର ପାଇଁ ଯୁକ୍ତି କରିଥିଲେ ଏବଂ ଅନୁସୂଚିତ ଜାତି ଏବଂ ଜନଜାତି ତଥା ପଛୁଆ ବର୍ଗର ସଦସ୍ୟଙ୍କ ପାଇଁ ସିଭିଲ ସର୍ଭିସ, ସ୍କୁଲ ଏବଂ କଲେଜରେ ଚାକିରି ସଂରକ୍ଷଣର ବ୍ୟବସ୍ଥା ପ୍ରଚଳନ ପାଇଁ ବିଧାନସଭାର ସମର୍ଥନ ହାସଲ କରିଥିଲେ। ଧର୍ମର ସ୍ୱାଧୀନତା, ଅସ୍ପୃଶ୍ୟତା ଉଚ୍ଛେଦ ଏବଂ ସମସ୍ତ ପ୍ରକାର ଭେଦଭାବକୁ ନିଷିଦ୍ଧ କରିବା ପାଇଁ ଆମ୍ବେଦକର ଯେଉଁ ପଦକ୍ଷେପ ଗ୍ରହଣ କରିଥିଲେ ତାହା ଚିରସ୍ମରଣୀୟ। ଏହି ମହାନ ବ୍ୟକ୍ତିଙ୍କ ଶେଷ କଥା ଯଦି ଆମେ ଦେଖିବା, ଅର୍ଥାତ୍ ଶେଷ ଜୀବନ କଥା ଯଦି ଦେଖିବା, ଜୀବନର ଶେଷ ସମୟ ବେଳକୁ ଆମ୍ବେଦକର ବୌଦ୍ଧ ଧର୍ମ ଗ୍ରହଣ କରିଥିଲେ ଏବଂ ପରବର୍ତ୍ତୀ ସମୟରେ ଆମ୍ବେଦକରଙ୍କୁ 1948 ମସିହାରୁ ମଧୁମେହ ରୋଗ ହୋଇଥିଲା, ଅର୍ଥାତ୍ ମଧୁମେହ ରୋଗରେ ପୀଡ଼ିତ ଥିଲେ। ଔଷଧର ପାର୍ଶ୍ୱ ପ୍ରତିକ୍ରିୟା ଓ ଦୃଷ୍ଟିଶକ୍ତି ଖରାପ ଥିବାରୁ ଏହି ମହାନ ବ୍ୟକ୍ତି 1954 ମସିହା ଜୁନରୁ ଅକ୍ଟୋବର ପର୍ଯ୍ୟନ୍ତ ଶଯ୍ୟାଶାୟୀ ହୋଇ ରହିଥିଲେ। 1955 ମସିହାରେ ତାଙ୍କ ସ୍ୱାସ୍ଥ୍ୟାବସ୍ଥା ବିଗିଡ଼ି ଯାଇଥିଲା। ତାଙ୍କର ଅନ୍ତିମ ପାଣ୍ଡୁଲିପି ବୁଦ୍ଧ ଏବଂ ତାଙ୍କ ଧମ ଶେଷ କରିବାର 3 ଦିନ ପରେ ଆମ୍ବେଦକର 6 ଡିସେମ୍ବର 1956 ମସିହାରେ ଦିଲ୍ଲୀସ୍ଥିତ ତାଙ୍କ ବାସଭବନରେ ଶୋଇଥିବା ଅବସ୍ଥାରେ ମୃତ୍ୟୁବରଣ କରିଥିଲେ। ବାସ୍ତବରେ ଏହି ମହାନ ବ୍ୟକ୍ତିତ୍ୱ ଥିଲେ ଜଣେ ଏଭଳି ବ୍ୟକ୍ତି ଯାହାଙ୍କ ଆଦର୍ଶ ଥିଲା ମହାନ, ଯାହାଙ୍କ ଆଦର୍ଶରେ ଅନୁପ୍ରାଣିତ ହୋଇଥିଲେ ହଜାର ହଜାର ବ୍ୟକ୍ତି, ଯାହାଙ୍କୁ ଏବେ ମଧ୍ୟ କୋଟି କୋଟି ଲୋକ ଦେବତା ଭଳି ମାନନ୍ତି। ଏହି ମହାନ ବ୍ୟକ୍ତିଙ୍କର କଥା ଯେତେ କହିଲେ ମଧ୍ୟ ଲାଗେ ଖୁବ୍ କମ୍। ବାସ୍ତବରେ ଭାରତୀୟମାନଙ୍କ ହୃଦୟରେ ସେତେଦିନ ପର୍ଯ୍ୟନ୍ତ ଆମ୍ବେଦକର ରହିଥିବେ ଯେତେଦିନ ପର୍ଯ୍ୟନ୍ତ ଭାରତରେ ତାଙ୍କ ଦ୍ୱାରା ସୃଷ୍ଟି କରାଯାଇଥିବା ସମ୍ବିଧାନର ପ୍ରଚଳନ ଥିବ। ତେବେ ଆଶା କରୁଛି ଭିଡ଼ିଓଟି ନିହାତି ଭଲ ଲାଗିଥିବ। ଯେଉଁମାନେ ଦେଖୁଛନ୍ତି ସେମାନେ ନିହାତି ସାଙ୍ଗସାଥିମାନଙ୍କୁ ସେୟାର କରନ୍ତୁ, ସବସ୍କ୍ରାଇବ୍ କରନ୍ତୁ ଏବଂ ଲାଇକ୍ ମଧ୍ୟ କରନ୍ତୁ।